ନିଶ୍ଚିତ ଭାବେ ଯେଉଁ ପୂର୍ବରୁ ଅନୁଭୂତି ଅଛି ଗଞ୍ଜାମ ଜିଲ୍ଲାରେ ସେଟା ନିଶ୍ଚିତ ମୋତେ ଗାଇଡ୍ କରିବ ବୋଲି ମୁଁ ଆଶା କରୁଛି ଏବଂ ସମସ୍ତ ଜନସାଧାରଣଙ୍କର ଆଶୀର୍ବାଦରେ ଏବଂ ସମସ୍ତଙ୍କର ସହଯୋଗରେ ପ୍ରଗତି ପଥେ ଗଞ୍ଜାମ ଆଗକୁ ଚାଲି ଆସିଛି ସେଇଟା ଆମେ ଆହୁରି ଆଗକୁ ନେବା ପାଇଁ ନିଶ୍ଚିତ ଭାବରେ ଆମର ପ୍ରୟାସ ଜାରି ରହିବ ଏବଂ ପ୍ରଥମ ପ୍ରାୟୋରିଟି ମୋ ପାଇଁ ମୁଁ ରଖିଛି ଯେତେକି ଜନଶୁଣାଣି ବା ଲୋକଙ୍କର ଗ୍ରିଭାନ୍ସ ହିୟରିଂ ଗୁଡ଼ାକ ହେଉଛି ସେଇଟା କେମିତି ଆମେ ଯୁଦ୍ଧକାଳୀନ ଭିତରେ ଆମେ ସମାଧାନ କରିବା ତାକୁ ନେଇକରି ଆମେ ଆଗାମୀ ଦିନରେ କେତେଟା ନିଷ୍ପତ୍ତି ମଧ୍ୟ ନେବାକୁ ଯାଉଛୁ ଏବଂ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜାରି ରହିଛି ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଫୋକସ୍ ରହୁଛି ଲୋକଙ୍କ ପାଖକୁ ସେବା ପହଞ୍ଚାଇବା ଏବଂ ଗ୍ରିଭାନ୍ସ ରିଟ୍ରେସଲ ଉପରେ ମଧ୍ୟ ବହୁତ ଗୁରୁତ୍ୱ ଦେଇ ଆସୁଛନ୍ତି ସେଗୁଡ଼ାକ ଆମେ ପ୍ରାୟୋରିଟି ହିସାବରେ ନେବୁ ଏବଂ ଯେତିକି ଡେଭଲପମେଣ୍ଟ ୱାର୍କସ୍ ହେଇଛି ଏବଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ମଧ୍ୟ ଗୁଡ଼ାଏ ଇଣ୍ଡଷ୍ଟ୍ରିଜ୍ ଆସୁଛନ୍ତି ଏସବୁ ଆମେ ମାନ୍ୟବର ଜନପ୍ରତିନିଧି ସମସ୍ତଙ୍କର ଗାଇଡାନ୍ସରେ ଏବଂ ଲୋକ ବୋଲି ମୁଁ ଆଶା କରୁଛି ସାର୍ ଗ୍ରିଭାନ୍ସ ଗୁଡ଼ାକ କଣ୍ଟିନ୍ୟୁ ଚାଲିବ କି ଯେଭଳି ଥିଲା ନିଶ୍ଚିତ ଭାବରେ ପ୍ରତି ସୋମବାର ଦିନ ଗ୍ରିଭାନ୍ସ ଜାରି ରହିବ ଆମେ ଗୋଟେ ନୂଆ ଚିନ୍ତା କରୁଛୁ ଯୋଉଟା ବର୍ତ୍ତମାନ ଗ୍ରିଭାନ୍ସ ସବ୍ କଲେକ୍ଟର ଅଫିସ ଲେଭେଲରେ ହେଉଥିଲା ସେଇଟା ଆହୁରି ବ୍ଲକ ସ୍ତରକୁ ନେବା ପାଇଁ ମଧ୍ୟ ଆମେ ଚିନ୍ତା କରୁଛୁ ଏବଂ ଯେତେବେଳେ କଲେକ୍ଟରଙ୍କର ଏବଂ ଏସ୍ପିଙ୍କର ଗ୍ରିଭାନ୍ସ କୌଣସି ଗୋଟେ ବ୍ଲକରେ ହେଉଛି ସେଇଦିନ अन्य ब्लॉक गुड़ाकरे ब्लॉक स्तरीय टीम मध्य सबू ग्राम पंचायत स्तर में ग्रीवांस आगामी दिन में जारी रखिए तो लोकों पाखक सरकार विभिन्न योजना एवं सुविधा गुड़ाक पहुँचाइबा सब आम चिंताधारा रही आसी।